How can I know that I will go in rapture? ମୁଁ ପ୍ରଭୁଙ୍କର ଆଗମନରୁ ଉଠାଯିବି ବୋଲି କେମିତି ଜଣା ପଡିବ? Praise Lord. କାହିଁକି ହସୁଛି ମାନେ ଥରେ ଜଣେ ପଚାରୁଥିଲେ ମତେ, ଆଜ୍ଞା ମୁଁ ଆଗମନରେ ଯିବି କି ନାହିଁ ବୋଲି ପଚାରିଲେ, ଡାଇରେକ୍ଟ କହିଦିଅନ୍ତୁ ଏତିକି ପ୍ରଚାର ଦରକାର ନାହିଁ, ମୁଁ ଯିବି କି ନାହିଁ ବୋଲି ହଉଥିଲେ। ଧରନ୍ତୁ ଯିବ ବୋଲି କହିଲେ ତ ସେମାନେ ଯେମିତି ରହିବେ, ଆଉ ଯିବେ ତ କହିଦେଲେ ଆଜ୍ଞା ବୋଲିବେ, ଯିବ ନାହିଁ ବୋଲି କହିଲେ ତ ଆଉ କାହିଁକି ପ୍ରାର୍ଥନା ଯିବି, ଆଉ ଯିବି ତ ନାହିଁ ଆଉ କାହିଁକି ପ୍ରାର୍ଥନା, ଏଇଟା ସବୁ କାହିଁକି ବୋଲିବେ। ଦୁଇ ପଟେ ମଲୁ ଆମେ। ପ୍ରେଜ୍ ଲର୍ଡ। ଆକ୍ଚୁଆଲି ଆପଣ ମାନଙ୍କୁ ଯେତିକି ବାକ୍ୟ ପ୍ରଚାର କରୁଛି ମୁଁ, ସେଇ ସବୁ କଣ ଆଗମନରେ ଯିବା ନିମନ୍ତେ ଯେଉଁ ଯେଉଁ ଯୋଗ୍ୟତା ଆମକୁ ଦରକାର ସେଇ ସବୁ ଶିଖାଉଛି ନା। ଆଉ ତେଣୁକରି ଏଇ କ୍ୱେଶ୍ଚନ ଏକ୍ସଟ୍ରା ପଚାରିବା ଦରକାର ନାହିଁ। ପ୍ରତି ବାକ୍ୟ, ପ୍ରତ୍ୟେକ ବାକ୍ୟ ଯାହା ଆମେ କହୁଛୁ, ମୁଁ କହୁଛି ବା ନିରଞ୍ଜନ ଆଜ୍ଞା କହୁଛନ୍ତି ନା ଜିତୁ ଆଜ୍ଞା କହୁଛନ୍ତି, ଲକ୍ଷ୍ୟ କଣ, ଏମିତି କଲେ ଆଗମନରେ ଯିବ ଭାଇ, ଏମିତି କଲେ ଆଗମନରେ ଯିବ ମା ବୋଲି ଆମେ ବୁଝାଉଛୁ ନା। ତ ଏମିତି ଗୋଟେ ଜିନିଷ ନୁହେଁ କି ଆଗମନରେ ଯିବା ପାଇଁ ଖାଲି ସେ ଗୋଟେ କରିବାର ଅଛି, ବାକିଟା ସବୁ ପ୍ରଚାର କୋଟା ପାଇଁ? ଆଉ ଏତିକି ପ୍ରଚାର, ଏତିକି ପରିଶ୍ରମ, ଏତିକି ପ୍ରାର୍ଥନା ଆମେ କଣ ପାଇଁ କରୁଛୁ? ମାନେ ଯେମିତି ହେଲେ ମଧ୍ୟ ପ୍ରଭୁଙ୍କ ଆଗମନରେ ହାତ ଛଡା ଯେପରି ନ ହେଉ। ଓକେ, ପ୍ରେଜ୍ ଦ ଲର୍ଡ। ତ ତଥାପି ଯଦି ଆମେ ସହଜରେ ବୁଝିବା ପାଇଁ ଯଦି ଇଚ୍ଛା କରୁଛୁ ମାନେ ସେମ୍ ଥିଙ୍ଗ ଆପଣଙ୍କର ଯିବା ବାଟ ଟିକେ ଦେଖନ୍ତୁ। ତ ବହୁତ ଥର ଆପଣଙ୍କ ଏକ୍ସାମ୍ପଲ ମୁଁ କହିଲି, ଯଦି ବିଶାଖାପାଟଣାରୁ ମୁଁ ଯଦି ଭୁବନେଶ୍ୱର ଯିବା ପାଇଁ ଇଚ୍ଛା କରୁଛି, ଟ୍ରେନ ଚଢିବା ପାଇଁ ଇଚ୍ଛା କରୁଛି, ମୋର ଲକ୍ଷ୍ୟ ଯଦି ଭୁବନେଶ୍ୱର, ତ ବିଶାଖାପାଟଣାରେ ଟ୍ରେନ ଚଢିଲା ବେଳକୁ କୋଉ ଷ୍ଟେସନ ପଡିବ? डेफिनेटली विजयनगरम ରୁ ଷ୍ଟାର୍ଟ କରିକି ଶ୍ରୀକାକୁଲମ, ବରମପୁର, ଛତ୍ରପୁର, नहीं बालुगां, ଖୋର୍ଦ୍ଧା, ଭୁବନେଶ୍ୱର ଆସିବ। ତ ଯେତେବେଳେ ଟ୍ରେନ ଚଢିଲି विजयनगरम बरमपुर आसला माने साहस मिलिଯିବ ନାହିଁ ଠିକ ରାସ୍ତାରେ ଅଛି ବୋଲି। ତ ସେମିତି ପ୍ରଭୁଙ୍କର ଆଗମନରୁ ଉଠାଯିବ ଲୋକମାନଙ୍କର ଯୋଉ ବାଟ ଅଛି, ସେ ବାଟରେ ଆମକୁ କଣ କଣ ପଡିବ, କଣ ଆମେ ସାମ୍ନା କରିବୁ, ସେହି ବିଷୟ ଆगे ଜାଣନ୍ତୁ ପ୍ରଥମେ। ସେଇ ସବୁ ବିଷୟ ଆମେ ଯଦି ସାମ୍ନା କରୁଛୁ ମାନେ ୟା ଠିକ ଅଛି, ଆମେ ଠିକ ପଥରେ ଅଛୁ ବୋଲି ଅର୍ଥ। ଆଣ୍ଡ ସବୁ ଜିନିଷ, ସବୁ ବିଷୟର ଥିଓରି କିଛି ନଥାଏ, କେତେଟା ବିଷୟ ଫିଲିଂସ ଉପରେ ନିର୍ଭର କରେ। ଫିଲିଂସ ଭୋକ ମାନେ କେମିତି ଥିବ, କେମିତି ବୁଝାଇବେ କୁହନ୍ତୁ ତ? ଭୋକ ଲାଗିବାଟା ମାନେ କଣ ଆଜ୍ଞା, କେମିତି ବୁଝାଇବେ ଆପଣ କୁହନ୍ତୁ ତ? ଖାଇବାକୁ ଇଚ୍ଛା ଲାଗୁଥିବ, ଭୋକର ଫିଲିଂ କୁ ଆପଣ ମାନେ ଏକ୍ସପ୍ଲେନ କରିପାରିବେନି। ପେଟ ବଥା ମାନେ କେମିତିଟା ଏକ୍ସପ୍ଲେନ କରିପାରିବେ କି? କାରଣ ତାହା ଫିଲିଂସ ଅଟେ। ଭୟ ଲାଗିବାଟା ଫିଲିଂ, ରାଗିବାଟା ଫିଲିଂ, ଦିଜ ଆର୍ ଅଲ୍ ଇମୋସନ୍ସ। ସେହିପରି ପରିତ୍ରାଣ ପାଇବାଟା ଇଟ୍ସ ଅ ଫିଲିଂ, ଏକ ପ୍ରକାର ଅନୁଭୂତି ଅଟେ, ଯେଉଁମାନେ ପାଇଛନ୍ତି ସେମାନେ ବୁଝିବେ। ଦେଖନ୍ତୁ ରାଜା ଦାଉଦ ଯେତେବେଳେ ପାପ କଲେ, ପାପ କଲା ପରେ ତାଙ୍କର ପ୍ରାର୍ଥନାରେ ଗୋଟେ 6-7ଟା ବିଷୟ ସେ ନିବେଦନ କଲେ। ସେଥିରେ ଗୋଟେ ଦେଖନ୍ତୁ, ଗୀତ ସଂହିତା 51ର 12, ଗୀତ ସଂହିତା 51:12। ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମତେ ଧରି ରଖ। ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମତେ ଦିଅ। ପାପ କଲେ ପରିତ୍ରାଣର ଆନନ୍ଦ ନଥାଏ। ଯଦି ଆମେ ସତରେ ପାପ ସ୍ୱୀକାର କରିଛୁ, ସତରେ ଆମେ ମାନେ ମନ ପରିବର୍ତ୍ତନ କରିଛୁ,
ସତରେ ଯଦି ଆମମାନଙ୍କର ବାପ୍ତିସ୍ମ ଠିକ ତାହେଲେ ଆମମାନଙ୍କର ଫିଲିଂ କଣ କେମିତି ଥିବ ଜାଣିଛନ୍ତି? ପରିତ୍ରାଣର ଏକ ଆନନ୍ଦ ଥିବ ଆଜ୍ଞା। କୋଟି ଟଙ୍କା ପଇସା ଦେଲେ ବି ସେତିକି ଆନନ୍ଦ ମିଳିବନି। ସେଟା ଗୋଟେ ଡିଫରେଣ୍ଟ ସେପରେଟ ଜୟ। ସେଟା ମୁଁ ଜାଣିଛି 1992 ବୋଧେ କି 91 ସେ ଚର୍ଚ୍ଚରେ ବହୁତ ଯୁବା ଯୁବତୀ ମାନେ ବାପ୍ତିସ୍ମ ନେଉଥିଲେ। ମତେ ବି ଇଚ୍ଛା ଲାଗିଲା। ସର୍ବପ୍ରଥମରେ ମୁଁ କୋଉଠି ପାପ କନଫେସ୍ କରଲି ମାନେ ଗୋଟେ VBS ଯାଇଥିଲି ଛୋଟ ବେଳେ। ମା ଥିଲେ ମୋର। ଯେଉଁ ବର୍ଷ ମୁଁ ପ୍ରଭୁଙ୍କୁ ପାଇଲି ଛୋଟ ବେଳେ କଥା VBS ଯାଇଥିଲି। ଆଉ ସେଠି VBS ରେ ସେ ପ୍ରଭୁଙ୍କର କ୍ରୁଶ ବିଷୟରେ ଟିଚ୍ କରୁଥିଲେ। ଆଉ ସେ ସାର୍ ପଚାରିଲେ, ଜଣେ ଭାଇନା ଥିଲେ ଚଳାଉଥିଲେ, ପାପ ସ୍ୱୀକାର କରୁଛ? ହାତ ଟେକ। କିଏ ପ୍ରଭୁଙ୍କୁ ପାଇବ ହାତ ଟେକ ବୋଲା ବେଳକୁ ସବୁ ସେ ଆମର ବ୍ୟାଚ୍ ରେ ଖାଲି ମୁଁ ଏକଲା ହାତ ଟେକିଲି। କଣ ବୁଝିଲି ମତେ ଜଣାନି, ହାତ ଟେକି ଦେଲି। ଛୋଟ ବେଳେ କଣ ପାପ ମୁଁ କରୁଛି କଣ ଜଣା। ମତେ ମନେ ଅଛି ସେ ସିଚୁଏସନ ଟା ମନେ ଅଛି। ତ ସେ ସାର୍ ପାଖକୁ ଆସିକି ମତେ ପାପ ସ୍ୱୀକାର କରାଇଲେ। Lord, please forgive me. I confess all my sins. ଇଂଲିଶ ରେ ଟିକେ ମତେ ପ୍ରାର୍ଥନା କରାଇଲେ। କଲା ପରେ ସେ ପ୍ରେୟର ପ୍ରାର୍ଥନା କରିଦେଲେ, ଆମେନ କହିଲେ, ହେଇଗଲା। ଆପଣ ବିଶ୍ୱାସ କରିବେ ନାହିଁ, ସେ ଆମେନ କଲା ପରେ ମତେ ଟିକେ ଡିଫରେଣ୍ଟ ଫିଲ୍ ଲାଗିଲା, ଡିଫରେଣ୍ଟ ଲାଗିଲା ଟିକେ। ସମସ୍ତ ମୁଁ ଗୋଟେ ପର ଲାଗିଲା ମତେ ଲିଟରାଲି। କିନ୍ତୁ ସେ ଫିଲିଂ ଟା କଣ ମତେ ଜଣା ନାହିଁ। ଓକେ, ତାପରେ କେତେ ବର୍ଷ ପରେ ଛୋଟ ପିଲାମାନେ ତ ବାପ୍ତିସ୍ମ ଦିଅନ୍ତି ନାଇଁ, ଯେ ମତେ ଜଣା ବି ନାହିଁ ସେ ବାପ୍ତିସ୍ମ ନେବାର ଅଛି ବୋଲି। ବାଟା ଖାଲି ସେ କନଫେସନ ପ୍ରେୟର କରାଇଲେ। ଆପଣମାନଙ୍କର ପିଲାମାନଙ୍କୁ ବି ଆପଣ ମାନେ ଟିକେ କନଫେସନ ପ୍ରେୟର କରାନ୍ତୁ। ଓକେ, ତ ତାପରେ କେତେ ବର୍ଷ ପରେ ଏମିତି କେତେ ଜଣ ଗୋଟେ ଚର୍ଚ୍ଚରେ ବାପ୍ତିସ୍ମ ପ୍ରୋଗ୍ରାମ ଥିଲା। ମତେ ଜଣା ନାହିଁ, କେହି ଜଣାଇ ନାହାନ୍ତି କି ବାପ୍ତିସ୍ମ ନେବାକୁ ପଡିବ ବୋଲି। କିନ୍ତୁ ସମସ୍ତେ ନେଲା ବେଳକୁ ମତେ ଲାଗିଲା ନାହିଁ ବାପ୍ତିସ୍ମ ନେବି ପରି ଲାଗିଲା ମତେ। ତ ମତେ କିଏ ବି କହିନାହାନ୍ତି କି ବାପ୍ତିସ୍ମ ନେବା ପୂର୍ବରୁ ଏମିତି ପାପ ସ୍ୱୀକାର କରିବାର ଅଛି ବୋଲି। ଅଲରେଡି BBS ରେ କରିଥିଲି, କିନ୍ତୁ ଟିକେ ଯୁବା ଅବସ୍ଥାକୁ ଆସିଲି। ବାଳକ ଅବସ୍ଥାର ଯୁବା ଅବସ୍ଥାକୁ ଆସିଲା ପରେ ନା ମୁଁ ଅର୍ଥର ପାପ ସ୍ୱୀକାର କରିବାର ଅଛି ବୋଲି ଆହୁରି ଘରକୁ ଗଲି। ଘରେ ଯାଇକି ବେଡରୁମ ରେ ଯାଇକି ଆଣ୍ଠେଇଲି, ସ୍ୱୀକାର କଲେ। କେମିତି କି ହଠାତ୍ ଆଖିରୁ ପାଣି ବାହାରି ପଡିଲା ମୋର। ବହୁତ କାନ୍ଦିଲେ, ପ୍ରଭୁଙ୍କୁ କ୍ଷମା ମାଗିଲେ। ଆପଣ ବିଶ୍ୱାସ କରିବେ ନାହିଁ, ଆଖି ଖୋଲିଲା ପରେ ରିଏଲି ଇଟ୍ସ ଅ ସ୍ୱିଟ ଏକ୍ସପିରିଏନ୍ସ ଅଫ ଜୟ। ବହୁତ ଖୁସି ଲାଗୁଥିଲା ମତେ। ଘରେ ବାବା ନଥିଲେ, ନାନୀ ବି କୁଆଡେ ଯାଇଥିଲେ ବୋଧେ। ଆଉ ବାବାଙ୍କୁ ପରମିଶନ ବି ପଚାରିନି କି ବାପ୍ତିସ୍ମ ନେବି ବୋଲି, ରାଗି ଯିବେ ସେ। ତ ଚର୍ଚ୍ଚରେ ଦିଆ ହଉଛି ସେତିକି ଜାଣିଛି। ତ ବହୁତ ଖୁସି ଲାଗିଲା, କହିପାରିବିନି କଣ ପାଇଁ ଖୁସି ଲାଗିଲା, ଜଣା ନାହିଁ। ଖୁସି ଥିଲି ପୁରା। କେହି ମତେ ଲିଡ୍ କଲେ ନାହିଁ ସେତେବେଳେ। ଏକଲା ଘରେ ସାଙ୍ଗେ ସାଙ୍ଗେ ଧାଇଁକି ଚର୍ଚ୍ଚକୁ ଗଲି। ଆଉ ସମସ୍ତେ ବାପ୍ତିସ୍ମ ନେଉଥିଲେ। ବ୍ୟସ୍ତ ଲାଗୁଥିଲା, ନେବି ଲାଗୁଥିଲା। ବାବାଙ୍କୁ କହିନି, କିଛି କହିନି, ପାଷ୍ଟର ବି କିଛି କହୁନାହାନ୍ତି। ସେଦିନ ବାପ୍ତିସ୍ମ ହେଲାନି ମୋର, ଛାଡ଼ିଦେଲି। କିନ୍ତୁ ଏଇ ଏକ୍ସପିରିଏନ୍ସ ଟା ମନେ ରହିଲା ମତେ। ସେ ଜୟ ଅଫ ମାନେ ଏଇ ଫିଲିଂ ଯୋଉଟା ଅଛି, ଆପଣ ପ୍ରମାଣ ପାଇବେ କି ପ୍ରଭୁ କ୍ଷମା କରି ସାରିଛନ୍ତି ବୋଲି। That feeling is the ID card. ତାପରେ କେତେ ବର୍ଷ ପରେ ଘର ଛାଡିଲି, ଘରଠୁ ବାହାର ପଳାଇଲି। ଯେଉଁ ଦିନଠୁ ଘର ଛାଡିଲି ଆଜି ପର୍ଯ୍ୟନ୍ତ ଘର ଫେରି ନାହିଁ। ଆଜି ପର୍ଯ୍ୟନ୍ତ ଫେରିନି। ତାପରେ ବାଇବେଲ କଲେଜ ଯାଇଥିଲି। ବାଇବେଲ କଲେଜରେ ଏବେ ବି ମନେ ଅଛି, ବାଇବେଲ କଲେଜ ଜଏନ କଲା ପରେ ବାଇବେଲ କଲେଜରେ ବାପ୍ତିସ୍ମ ନେଲି। ବାଇବେଲ କଲେଜରେ ଯେତେବେଳେ ବାପ୍ତିସ୍ମ ନେଲି, ବାପ୍ତିସ୍ମ ନେଲା ପରେ ଯେତେବେଳେ ବାହାରିଲି, ଆଜ୍ଞା ବିଶ୍ୱାସ କରନ୍ତୁ, ଦୁଇ ପ୍ରକାର ଫିଲିଂ ଆସିଲା। ଗୋଟେ ପ୍ରକାର ଫିଲିଂ କଣ, ମାନେ ଟୋଟାଲି ଫ୍ରିଡମ ଲାଗିବା ଗୋଟେ ଫିଲିଂ। ପୁରା ମୁକ୍ତ ମେହସୁସ କରୁଛି ମୁଁ।
जेल रे थिबा गोटे खैदी को जदि कहिदेबे तमरो केस काटी देलु रे जाओ बोली कहिदेले जेंति लागिबो आज्ञा जेल रु बाहर ले जेंति लागिबो से फीलिंग ओके आईसीयू मेडिकल आईसीयू रु बाहर ले जेंति लागिबो बंचिकी गोटे टाइप इनते लागिला को बंधन रु गोटे बाहर ली पर लागिला मते फीलिंग लागी